हेलो हाय नमस्कार भलरे अच्छे तो आपण मैंने सॉरी बहुत डेरी आज भिडियोटी को अपलोड करुँची रज तो आसीगला कौन घरे बस बस रज सेलिब्रेट करवा नो वे सेटा तो केबे हेई परिबनी एक्जाक्टली रज माने फुल ऑफ जॉय एंड लॉट्स ऑफ मेमोरी आमे माने रज मौज करिया पई बाहरी पड़िलु चलतु देखिबा आमे केउठी पहुँचिलु भाई भौणी मिसी आसी पहुँची सारी आम गंतव्य स्थल भाई भौणी सहित रज सेलिब्रेट करिबारे जो मजा सिया ही तो असली मजा तो गोटे प्लेस रे आपण माने निश्चय देखिपारे एंडलेस फन सबू एठी रजरे तो असली मजा खाइबारे तो जोटा कि हूँ आम ओडियार परंपरा आई स्पेशल ट्रिटा आम पिकुल तरफ होता देखु आम समस्ते एकाठी कटाकटी आरम्भ कर सारी किए चुली लगे सारी किए रोसे तो किए चिकेन पकोड़ा मैरिनेट करते तो समस्ते मिलमिशि समस्त को आम हेल्प करूँ किए पानी आनी जोगाड़ी दौले तीन भौणी ये एकाठी बस गपी गपी सब काटिक उड़े सत्य जमी कौ 10 वर्ष है देखा ही ना एड़ा बड़ कौटी तुम छुआटा देखा हाँ देखिए काटी फोकस करो नाई भिणई कहते सुमीर जमा फोटो उठेबनी भिणई भाई कहते सुमीर जमा फोटो उठेबनी काटे काटे अरे राम को सिया दादा गोपी का धोई पूजा जोदी पाइबु सेठी दुआ मरी गली लो ये प्लेस रे ही रिफ्रेशिंग ड्रिंक्स टू आरंभ करी मटन कषा चिकेन कषा रजपान पर्यंत प्रति बाइट रे ओडिया परंपरार आभास होता रज फेस्टिव वाइब फिलिंग होता ते मात्रा रे गरम होता गुड़गुड़ी लगुला तो देखो अनी आनी कोल्ड ड्रिंक्स तो समस्ते मिलमिशि बांटी कुंटी कोल्ड ड्रिंक्स पी निजक ठंडा ठंडा करूँ मन आ मुंड को ठंडा कर सारा कोल्ड ड्रिंक्स पी आम टे सब चली जाइलु रिल्स करने को आउे फोटो उठाई आउ ठाकुराणी की मुंडिया मारे देखते समस्ते धारे आग पछ चली सेल्फी नेबा रिल्स बनैबा या ही तो थिला हमर मेन टार्गेट आम एत वर्ष पर जेहेतु देखाई टे आम रज गीत झूमी गलु प्रति वर्ष रजरे आम भाई भौणी मैंने समस्ते एकत्रित हो भोजी भात कर रज को सेलिब्रेट डांस कर थकी गलु आ गरम लगला तापर देखु आमर बन भाई तरफ आइसक्रीम आसला हारी आम समस्ते पुणी आइसक्रीम खाई मन देह मुंड को ठंडा करी पुणी लगी जीवु एने आउ थे रिल्स करने ये समस्ते चारिपटे आइसक्रीम गोटे धरी एंजॉय कर देखु
ଯାହା ହଉ ଭଲ ଭଲ ଜିନିଷ ସବୁ ଖାଇବାକୁ ମିଳିଲା ସେଠି। ଆଇସ୍କ୍ରିମ୍ ଖାଇ ଖାଇ ଗୋଟେ ଫଟୋ ଭିଡ଼ିଓ ବି କରିଦେଲୁ। ଦେଖନ୍ତୁ ସୁନ୍ଦର ଭାବେ ସର୍କଲ ବି ଠିଆ ହେଇକି ଆମେ ଗୋଟେ ଫଟୋ ଉଠେଇଥିଲୁ। ତାପରେ ଆଇସ୍କ୍ରିମ୍ ଖାଇସାରିଲା ପରେ ପୁଣି ଆସି ଆମ ପାଖେ ପହଞ୍ଚିଗଲା ଆମର ମିଷ୍ଟର ସୁନୀଲଙ୍କ ତରଫରୁ ରଜପାନ। ରଜରେ ରଜପାନ ନ ଖାଇଲେ କେମିତି ହେବ, ଦେଖନ୍ତୁ କେମିତି ହାର୍ଟ ସେପ୍ ହେଇକି ପାନ ଗୁଡ଼ିକ ତିଆରି ହେଇଛି। ପୁଣି ଆମେ ଏକାଠି ହେଇକି ରଜପାନ ସହିତ ଗୋଟେ ଭିଡ଼ିଓ କରିଦେଲୁ, ଫଟୋ ଉଠେଇଦେଲୁ। ରଜରେ ସମସ୍ତଙ୍କୁ ରଜ ଶୁଭକାମନା ଜଣାଇ ଆମେ ରଜପାନକୁ ସିଧା ଗୋଟା ଗୋଟା ପାଟିରେ ପୂରେଇ ଦେଇକି ହଜମ କରିଦେଲୁ। ରଜପାନ ଖାଇସାରିଲା ପରେ ଆମେ ଚାଲିଲୁ ଆମ ଷ୍ଟାର୍ଟର ପାଖକୁ। ଷ୍ଟାର୍ଟରରେ ଆମର ଚିକେନ୍ ପକୋଡ଼ା ହେଇଥିଲା ଆଉ ଭେଜ୍ ମାନଙ୍କ ପାଇଁ କୋବି ପକୋଡ଼ା ହେଇଥିଲା। ଆମ ଘରେ ବଡ ଭିଣେଇ ଟିକେ ରୋଷେଇ କରିଦଉଛନ୍ତି। ବଡ ଭିଣେଇ କହିଲ ତମେ କାନ ତେଲ ଟିକେ ପକେଇ ଦେଇଥିରୁ। ଭାଇରାଲ ଯିବ ଭିଡିଓ, ଭାଇରାଲ ହବ ଏଇଠି ଆଜି ଭାଇରାଲ ହେଲା ମାନେ ହେଲା। ସେପଟେ ଭିଣେଇ ଭାଇ ଚିକେନ୍ ପକୋଡ଼ା କଲା ଭିତରେ ସୁନୀଲ ଏପଟେ ମଟନକୁ କଷି ଚାଲିଛି। ତାର ଟିକେ ଭୋଜି ଭାତ କରି ଭୋଜି ଭାତରେ ବହୁତ ଏକ୍ସପିରିଏନ୍ସ ରହିଛି। ଭଲ ଭୋଜି ମଧ୍ୟ ବି ବାଣ୍ଟିଛି ଆଜି ଭାଗ ମାପ କରି। ତାର ଏହି ସହଯୋଗ ପାଇଁ ତାକୁ ଅଶେଷ ଅଶେଷ ଧନ୍ୟବାଦ। ଆମର ବୁଲୁ ଭାଇ ଯେହେତୁ ତାର ଡ୍ୟୁଟି ଥିଲା ସେ ଡେରିରେ ଆସିଥିଲା, ତ ତା ଉପରେ ଟିକେ ବଡ଼ ଭଉଣୀର ଗାଳି ବର୍ଷଣ ହେଉଥିଲା। କ'ଣ ଆଉ କରିବା, କର୍ମ ହିଁ ତ ଭଗବାନ। ଡ୍ୟୁଟିକୁ ତ ଆଗ ପୂଜା କରିବା ଉଚିତ। ତାପରେ ଦେଖନ୍ତୁ ତାଙ୍କ ଫ୍ୟାମିଲି ମିଶିକି ଚିକେନ୍ ପକୋଡ଼ାକୁ ଏନ୍ଜୟ କଲେ ଆଉ ଗୋଟେ ଫ୍ୟାମିଲି ଫଟୋ ମଧ୍ୟ ଉଠାଇଥିଲେ। ତାପରେ ମୋତେ ମଧ୍ୟ ଭୋକ ଲାଗିଥିଲା, ମୁଁ ଟିକେ ଚିକେନ୍ ପକୋଡ଼ା ଆଣି ସମସ୍ତଙ୍କ ସହିତ ବସି ପଡ଼ିଥିଲି ଖାଇବା ପାଇଁ। ଦେଖନ୍ତୁ ଆମେ ଏବେ ଷ୍ଟାର୍ଟରକୁ ଏନ୍ଜୟ କରୁଛୁ। ଷ୍ଟାର୍ଟର ଖାଇଲା ପରେ ପୁଣି ପଳେଇଲୁ ଟିକେ ନାଚ ଗୀତ କରିବା ପାଇଁ। ରଜ ଆଉ ଆଜି ଖାଲି ନାଚ ହେବନି। ନାଚ ଗୀତ ସରିଲା ପରେ ଟିକେ ଦେଖିବେ ନା ଭଉଣୀ ଭିଣେଇଙ୍କର ଟିକେ ରୋମାଣ୍ଟିକ୍ ସିନ୍ ଚାଲିଥିଲା ଯାତ୍ରାରୁ। ତାପରେ ଆମେମାନେ ଟିକେ ଯାଇକି ପିଲାମାନଙ୍କୁ ଦୋଳି ଖେଳେଇଥିଲୁ। ପିଲାମାନେ ବି ଦୋଳି ଖେଳି ଖୁବ୍ ଖୁସି ହେଇଥିଲେ। ଆଉ ରଜରେ ରଜ ଦୋଳି ଖେଳିବାନି। ତାପରେ ଆମେ କହୁଥିଲୁ ନା ଛୋଟରୁ ବଡ଼ ଗୋଟେ ମୁଣ୍ଡିଆ ମାରା ରିଲ୍ସ କରିଥିଲୁ। ମହାନଦୀରେ କେତେ ସବୁ କୁଆଡେ ଗଲାଣି ହେରି। ପଳା ସବୁ ଦୌଡ଼ି ପଳା ଟିକେ ସବୁ ଦୌଡ଼ି ପଳା। ଜୁନିୟର ଗ୍ରୁପ୍ ମାନଙ୍କର ମଧ୍ୟ ବି ଗୋଟେ ଛୋଟ ବଡ଼ ମୁଣ୍ଡିଆ ମାରା ଟ୍ରେଣ୍ଡସ୍ ରିଲ୍ସ କରିଦେଲୁ। ସେମାନଙ୍କର ବି କାହିଁ ମନ ଅଫସୋସ ହେବ। ଆରେ ରୁହ ଟିକେ କ୍ୟାମେରାକୁ ହାତ ହଲେଇକି କ'ଣ ନାହିଁ। ଫାଇନାଲି ସବୁ ନାଚ ଗୀତ ସରିଲା ପରେ ଆମର ଭୋଜି ପ୍ରସ୍ତୁତ ହୋଇଯାଇଥିଲା। ତାପରେ ଆମେ ସମସ୍ତେ ଯାଇକି ମିଳିମିଶି ଭୋଜି ଖାଇବା ପାଇଁ ସେ ଖାଇବା ଜାଗାରେ ଯାଇ ବସି ପଡ଼ିଥିଲୁ। ମନରେ ପୁଣି କୁନି ଦବ ମତେ କାହିଁ କହିଲୁନି ଅନେଇବାକୁ। ସଙ୍ଗୁ କ'ଣ କରୁଛି ନା ଟିକେ କାମ କଲାବେଳେ ତା ମୁହଁଟାକୁ ଭିଡ଼ିଓରେ ଦେଖେଇ ଦେଉଛି, କାରଣ ତା ଟିକେ ପ୍ରମାଣ ରହିଯିବ ନା ସେ କେତେ କ'ଣ କାମ କରିଛି। ମେନ୍ କୋର୍ସରେ ଆମର ଥିଲା ଭାତ, ଡାଲି, ଚିକେନ୍ ଖାଇବା ଲୋକ ପାଇଁ ଚିକେନ୍ ଆଉ ମଟନ୍ କଷା ଆଉ କାକୁଡ଼ି ସାଲାଡ଼, ପାମ୍ପଡ଼ ଆଉ ଭେଜ୍ ବାଲାଙ୍କ ପାଇଁ ପନିର ମସଲା। ପ୍ରିପାରେସନ୍ ଟିକେ ବହୁତ ଭଲ ଥିଲା, ସ୍ୱାଦିଷ୍ଟ ଥିଲା, ଭଲ ଲାଗିଥିଲା। ଦିନଟି ମଧ୍ୟ ବହୁତ ଖୁସିରେ କଟିଥିଲା ସେଦିନ। ଭଗବାନଙ୍କର ଏମିତି ଆମମାନଙ୍କ ଉପରେ ଆଶୀର୍ବାଦ ଥାଉ ଯେ ସବୁ ବର୍ଷ ଆମେ ଯେମିତି ମିଳିମିଶି ଏମିତି ଭୋଜିଟିଏ କରି
ହସ ଖୁସି କରୁ। ଖୋଲି ଦଉନ ବାପାଙ୍କୁ ମୋ ଝିଅକୁ ଦବ। ଫଟୋ ଉଠଉଛି। ଯିବ କଥା ଗୋଟେ ବ୍ୟାଚ୍ ଉଠି ସାରିଲା ପରେ ଆମେ ସେକେଣ୍ଡ ବ୍ୟାଚ୍ରେ ଆଉ ଅଳ୍ପ ବସିଥିଲୁ ଖାଇବା ପାଇଁ। ଭୋଜିଟି ବହୁତ ଡେଲିସିୟସ୍ ହେଇ ଥ୍ୟାଙ୍କସ୍ ଆମ ଭିଣେଇ ଭାଇ ଟୁମି ଅପା ସୁଶାନ୍ତ ଭାଇ ରୋଷେଇ ଏତେ ସୁସ୍ୱାଦିଷ୍ଟ ରାନ୍ଧିଥିବାରୁ। କ୍ରିସୁର ତ ଭାଗ ନାହିଁ, ତା ପାଇଁ ତା ମମି ସିଝା ଆଣିଥିଲା, ସେ ଟିକେ ସିଝା ପରିବା ଖାଇକି ସେ ବି ଟିକେ ଖେଳୁଛି ଆଉ। ତାର ତ ନାଚ ଗୀତରେ ପାର୍ଟ ନଥିଲା, ସେ ଟିକେ ଖେଳୁଛି ଆଉ। ତାପରେ ଆମେ ମା ଉତ୍ତରାଣି ଏମିତି ଆମ ଭାଇ ଭଉଣୀକୁ ହସ ଖୁସିରେ ଘଣ୍ଟ ଘୋଡ଼େଇ ରଖିଥାନ୍ତି। ଭାତ ଖାଇ ନାଚ ଗୀତ ସାରି ସେଲ୍ଫି ଫେଲ୍ଫି ଉଠେଇ ମନ ଖୁସିରେ ଜେଜା ଘରୁ ଫେରି ଆସିଥିଲୁ। ଇଏ ଦେଖନ୍ତୁ ମୋର ଗୋଟେ କ୍ୟୁଟ୍ ପୁତୁରା, ସିଏ ବି ଘରକୁ ବାହାରି ପଡ଼ିଲାଣି ଯିବା ପାଇଁ। ତା ବାପା ଟିକେ ତାକୁ ରେଡ଼ି କରିଦେଉଛି ଆଉ ଟିକେ ଭଲ ପୋଜ୍ ଦେଇ ଫଟୋ ଭିଡ଼ିଓ କରେ ବୋଲି। ପ୍ରକୃତରେ ଏଇ ବୋରିଂ ଲାଇଫ୍ରୁ ଟିକେ ବାହାରି ଭାଇ ଭଉଣୀଙ୍କ ସହ ମିଶି ହସ ଖୁସି କଲେ ମନଟା ଟିକେ ହାଲକା ଲାଗେ। ଆମେ ପ୍ରତିବର୍ଷ ଏମିତି ରଜରେ ସବୁ ଭାଇ ଭଉଣୀମାନେ ଏକାଠି ହେଇଥାଉ, ଭୋଜି ଭାତ କରି ମନ ଖୁସି କରିଥାଉ। ଏମିତି ତ ଆମର 4 ବର୍ଷ ହେଲା ବିତିଗଲାଣି, ଦେଖାଯାଉ କେତେ ବର୍ଷ ଚାଲୁଛି। ବାଏ, ଟେକ୍ କେୟାର। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲିବେନି। ବାଏ ବାଏ।